ओम शांति। भाग्य विधाता निराकार शिव पितांकर अमूल्य आत्मिक शालग्राम संतान मानंकु विश्व नवनिर्माण कार्य सहयोगी हेउथिबार शुभ अभिनंदन, सुप्रभात, सुस्वागतम। जेतेबेले सारा विश्व आत्मविस्मृत हो जाए सेतेबेले देह अहंकार रे आसी सारा मानव समाज पथभ्रष्ट होई ठीक भूल रो ज्ञान हराई मनइच्छित कार्य करि चाले। तथाकथित धर्मगुरु मानंकर शरणापन्न हुए किछि पाइबार आशारे बा समाजर प्रतिष्ठित हेबार उद्देश्य नहीं। समाजरे ब्राह्मण मानंकु वर्णश्रेष्ठर मर्यादा प्राप्त होइथिबा कारणरू सेमानंक परामर्श एवं प्रतिकार को मानि चलिबाकू श्रेय मनंती। ताहा धर्म भयर हेउ बा भक्ति भावना रे हेउ। केतेक स्थले जानी सुद्धा कि यह ठीक नुहे तथापि परंपरा को मानी सम्मान जणाई करिबा को बाध्य होइथांती, जद्वारा धीरे धीरे समाज आहुरी निम्नगामी होई दुख आउ अशांति भोग करि चलिछि। सर्वजन आकुल निवेदन करि चलिछन्ति कि हे प्रभु एई दुख दुनियारू नहीं चल, जेउठी सुख आउ शांति अछि। किए देवी देवतांकु हेउ, किए आल्लांकु, किए जीशुंकु तो आउ किए सत श्री अकाल कही सेई भगवानक उद्देश्य रे निवेदन करुछन्ति। तेणु भक्त मानंकर भक्तिर फल देवा पाई एई कलिजुगर अंतिम समय रे स्वयं निराकार परमात्मा को एई पुरुणा पतित दुनिया रे पुरुणा अनुभवी शरीर रे अवतरित हेबाकू पड़ी थाए। एथिरे स्पष्ट रूप से प्रमाण मिले, जदि भगवान सर्वत्र अर्थात सर्वव्यापी तेबे दुनिया दुख शांति भोग करंता नहीं कि केही भगवान को आकुल निवेदन करते नहीं दुखरु मुक्त करिबा पाई, जेहेतु भगवान हेउछन्ति दुख हर्ता सुखकर्ता। पुणी गीतार महावाक्य अनुसारे यदा यदा हि धर्मस्य ग्लानिर्भवति भारते, सही अनुसारे भगवान को अवतरित हो आसबार आवश्यकता पड़ी न थांता। आउ जदि भगवान तुम भितरे मो भितरे सर्वभूतानां अर्थात सबु प्राणी भितरे, तेबे जीव हत्या करी खाद्य खादक साजिबा केते दूर युक्ति संगत। पुनश्च भगवान जदि सर्वव्यापी तेबे मंदिर मठ मस्जिद तीर्थ व्रत आदि जीवार आवश्यकता ही रहिबो नाही। तेबे बुद्धिजीवी मानंकु एहा उपरे थरे गभीर भावरे विचार करिबा आवश्यक। जुग पर जुग घूरी चलिबो, सुख आउ दुखर खेल चलिबो। ए अविनाशी सृष्टि नाटक चारि जुगरे थरे परिवर्तन हेबो, जेहेतु शेषरे अर्थात कली जुगरे संपूर्ण पतित तम प्रधान होई आत्मा कलाशून्य होई दुखी हो जाए।
ଏହାପରେ ପୁଣି ସମ୍ପୂର୍ଣ୍ଣ ସୁଖଦାୟୀ ଦୁନିଆ ଅର୍ଥାତ୍ ସତ୍ୟଯୁଗର ଆରମ୍ଭ ହୁଏ। ତେଣୁ ସେଠିକୁ ଯିବା ପାଇଁ ହେଲେ ସେହିଭଳି ଦୈବୀ ଗୁଣ ସମ୍ପନ୍ନ ବା ସମ୍ପୂର୍ଣ୍ଣ ପବିତ୍ର ସତୋପ୍ରଧାନର ଗୁଣାବଳୀ ତ ଆବଶ୍ୟକ ନା। ତାହା କରେଇବା ପାଇଁ ସ୍ୱୟଂ ଭଗବାନଙ୍କୁ ଏହି ସଙ୍ଗମ ଯୁଗ ଅର୍ଥାତ୍ କଳିର ଶେଷ ଏବଂ ସତ୍ୟ ଯୁଗର ପ୍ରାରମ୍ଭ ଏହି ସଙ୍ଗମ ଯୁଗରେ ଥରେ ମାତ୍ର ଆସିବାକୁ ପଡ଼ିଥାଏ। ସମସ୍ତଙ୍କୁ ମୁକ୍ତି ଆଉ ଜୀବନ ମୁକ୍ତିର ରାସ୍ତା ଦେଖାଇବା ପାଇଁ, ସାରା ବିଶ୍ୱକୁ ପରିବର୍ତ୍ତନ କରିବା ପାଇଁ ଭଗବାନ ଆସି କହୁଛନ୍ତି, ହେ ମୋର ମଧୁର ଆତ୍ମିକ ସନ୍ତାନଗଣ, ଯଦି ଉତ୍ତରାଧିକାରୀ ହେବାକୁ ଚାହୁଁଛ ତେବେ ସର୍ବଦା ସାବଧାନ ରୁହ। କୌଣସି ବି କାର୍ଯ୍ୟ ଶ୍ରୀମତ ବିରୁଦ୍ଧରେ ଅର୍ଥାତ୍ ଭଗବାନଙ୍କର ବର୍ତ୍ତମାନର ମହାବାକ୍ୟ ବିରୁଦ୍ଧରେ ନ ହେଉ। ମାୟା ଅତି ପ୍ରବଳ, ଟିକିଏ ବି ସୁଯୋଗ ପାଇଲେ ସମ୍ପୂର୍ଣ୍ଣ ଧରାଶାୟୀ କରିଦେବ। ସେଥିପାଇଁ କୁହାଯାଏ ନା, ସାଧୁ ସାବଧାନ। ଶିବ ବାବା କହୁଛନ୍ତି, ଦୁଇ ପ୍ରକାରର ଉତ୍ତରାଧିକାରୀ ସନ୍ତାନ ମୋ ପାଖରେ ଅଛନ୍ତି। ଗୋଟିଏ ହେଲେ ସମର୍ପିତ ସନ୍ତାନ, ଯେଉଁମାନେ କି ମାତା ପିତାଙ୍କର ପ୍ରତ୍ୟକ୍ଷ ପାଳନା ନେଉଛନ୍ତି, କିନ୍ତୁ ସେମାନଙ୍କର କର୍ମର ଗତି ଅତି ଗହନ ଅଟେ। ଦ୍ୱିତୀୟ ପ୍ରକାରର ହେଲେ ଯେଉଁମାନେ କି ଘର ଗୃହସ୍ଥରେ ରହି ପବିତ୍ର ଏବଂ ନିମିତ୍ତ ହୋଇଛନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ସମର୍ପଣ ହେବାର ପରିଶ୍ରମ ନିଶ୍ଚିନ୍ତ କରିବାକୁ ପଡ଼ୁଛି। କିନ୍ତୁ ଯଦି ସମ୍ପୂର୍ଣ୍ଣ ରୂପେ ସମର୍ପଣ ହୋଇଯିବେ ଆଉ ନିମିତ୍ତ ହୋଇ ସବୁକିଛି ସମ୍ଭାଳିବେ, ସମସ୍ତଙ୍କ ଠାରୁ ମମତ୍ୱ ତୁଟିଯିବ, ତେବେ ସମ୍ପୂର୍ଣ୍ଣ ସମ୍ପତ୍ତିର ଅଧିକାରୀ ହେଇପାରିବେ। ସେଥିପାଇଁ ଶିବ ବାବା କହୁଛନ୍ତି, ବଞ୍ଚିଥାଉ ଥାଉ ଦେହ ସହିତ ସମସ୍ତଙ୍କ ଠାରୁ ବସ୍ତୁ ବୈଭବ ସବୁକିଛି ଠାରୁ ମମତା ତୁଟାଇ ନିମିତ୍ତ ହୋଇ ରହିବାକୁ ହେବ। ଏହା ସବୁକିଛି ଭଗବାନଙ୍କର ଦେନ୍। କେବଳ ମୋତେ ନିମିତ୍ତ ହୋଇ ଆକୁ ସମ୍ଭାଳିବାକୁ ପଡ଼ିବ। ଏହି ସ୍ମୃତିରେ ସବୁକିଛି କରିବାକୁ ହିଁ ହେବ। ଶ୍ରେଷ୍ଠ କର୍ମ କରିବାକୁ ହେବ ଶ୍ରୀମତ ଆଧାରରେ। କେବେ ହେଲେ କାହାକୁ ମନ, ବଚନ ବା କର୍ମ କେଉଁଥିରେ ମଧ୍ୟ ଦୁଃଖ ଦେବା ଉଚିତ ନୁହେଁ। କୌଣସି ବି ବସ୍ତୁ ପ୍ରତି ଲୋଭ ରଖିବା ଉଚିତ ନୁହେଁ। ନିଜକୁ ସର୍ବଦା ଚେକ୍ କରିବା ଦରକାର କି ମୋ ଭିତରେ କୌଣସି ବିକାର ବା ଅବଗୁଣ ନାହିଁ ତ। ଦେହ ଅଭିମାନକୁ ଛାଡ଼ି ଏକମାତ୍ର ନିରାକାର ପିତାଙ୍କୁ ସ୍ମରଣ କରିବାର ଶ୍ରେଷ୍ଠ କର୍ମ କରିବା ଦରକାର। ଶିବ ବାବା କହୁଛନ୍ତି, ନିଜର କ୍ଷମା ସ୍ୱରୂପ ସ୍ଥିତି ଦ୍ୱାରା ଶିକ୍ଷା ଦେଉଥିବା ମାଷ୍ଟର ସାଗର ହୁଅ। କେହି ଯଦି ତୁମର ଅକଲ୍ୟାଣ କରିବାକୁ ଚେଷ୍ଟା କରୁଛି, ତେବେ ତୁମେ ତୁମର କଲ୍ୟାଣର ମନୋଭାବ ଦ୍ୱାରା ତାକୁ ପରିବର୍ତ୍ତନ କର ବା କ୍ଷମା କର, ଯାହା ସେହି ଆତ୍ମା ପାଇଁ ଶିକ୍ଷା ପାଲଟିଯିବ। ଯେଉଁମାନେ ସର୍ବଦା ଖୁସିବାସିଆ ସ୍ଥିତିରେ ରହିଥାନ୍ତି, ସେହିମାନେ ହିଁ ସମସ୍ତଙ୍କୁ ଏବଂ ନିଜକୁ ପ୍ରିୟ ଲାଗିଥାନ୍ତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା।
सारा विश्वर आत्मा मानकर कल्याण हेउ, समस्ते सुख आउ शांतिर अनुभव करंतु। ओम शांति, ओम शांति, ओम शांति।